କହିଲେ କ'ଣ ନାଁ କୁହନ୍ତୁ? ମୋ ନାଁ କୃଷ୍ଣଚନ୍ଦ୍ର ଗୌଡ଼, ଗ୍ରାମ ବୋରିପଦର। ମୁଁ ଦୀର୍ଘ 5 ବର୍ଷ ହେଲା ନେହେରୁ ଯୁବ କେନ୍ଦ୍ର ସଂଗଠନ ଏବଂ ମାଇ ଭାରତରୁ ମୁଁ ଜାତୀୟ ସ୍ତରରେ ଭଲେଣ୍ଟିୟର ଅଛି। ଆମ ଏରିଆରେ ଆମ ଅଞ୍ଚଳରେ ପଞ୍ଚାୟତରେ ମୁଁ ପ୍ରାୟ 5 ବର୍ଷ ହେଲା ଆଜିକୁ ସଚେତନତାମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଁ ବହୁତ ଖୁସି ଅନୁଭବ କରୁଛି। ଆମର ପରିବେଶ ପାଇଁ, ଆମ ଜୀବନ ପାଇଁ ନିତ୍ୟାନ୍ତ ଆବଶ୍ୟକ ଆମ ଗଛ। ଗଛ ନାହିଁ ତ ଆମ ଜୀବନ ନାହିଁ। ଭବିଷ୍ୟତ ପିଢ଼ି ପାଇଁ ଆମେ ନିହାତି କିଛି ନା କିଛି ତାଙ୍କ ପାଇଁ ଭଲ ଚିନ୍ତା କରିବା ଅପେକ୍ଷା ଗୋଟେ ଗଛ ଲଗାଇବା ସହିତ 100 ଗୁଣ ସମାନ। ଏହି ସଚେତନମୂଳକ କାର୍ଯ୍ୟକ୍ରମ ସମସ୍ତେ କିଛି ନା କିଛି ଗାଁ ଅଞ୍ଚଳରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଟିକେ ଆୱାରନେସ୍ ହେବେ। ଆମ ପୂର୍ବପୁରୁଷମାନେ ଯେଉଁ ଆସୁଛନ୍ତି ପରପିଢ଼ି, ତାଙ୍କ ପାଇଁ ଆମେ କିଛି ଧନ ସମ୍ପତ୍ତି ସଞ୍ଚୟ ନ କରିପାରିଲେ ମଧ୍ୟ এই ଗଛ ଟିକେ ଲଗାଇଲେ ସୁସ୍ଥ ଜୀବନଯାପନ ବଞ୍ଚିପାରିବ ବୋଲି ଏହା ଆମର ସଚେତନମୂଳକ କାର୍ଯ୍ୟକ୍ରମରେ ଭାଗ ଅଂଶଗ୍ରହଣ କରୁଛି। ଆଉ ସମାଜ ପ୍ରତି ଏହାକୁ ମାନିବା ପାଇଁ ମୁଁ ଅନୁରୋଧ କରୁଛି। ଧନ୍ୟବାଦ। ଯେଉଁ କୁହନ୍ତୁ ଯେ କେତେ ଗଛ ଲଗାଇବା ପାଇଁ ଆପଣ ପ୍ରେରଣା କରିଛନ୍ତି, ଗାଁ ଗାଁରେ ଯାଉଛନ୍ତି, କ'ଣ କରୁଛନ୍ତି? ମାନେ ମୁଁ ନିଜେ କେମିତି ସଚେତନ ହେବି, ମୋ ସାହି ପଡ଼ିଶା, ମୋର ବନ୍ଧୁବାନ୍ଧବ, ମୋର ପରିବାର ବର୍ଗରୁ ମୁଁ ନିଜେ ଆଗେ ତା ସଚେତନ ହେବି, ତାପରେ ସମାଜକୁ କହିବି, ତାପରେ ଆମ ପରିବାର ସବୁ କିଛି ହେଇପାରିବ। କିନ୍ତୁ ମୁଁ ନିଜେ ପାଦ ବଢ଼ାଇବାକୁ ଚାହୁଁଛି। ତେଣୁକରି ମୋତେ ଦେଖନ୍ତୁ, ମୋତେ ଦେଖି ଆଉ ଟିକେ ଲୋକ ଇନ୍ସପାୟାର ହେବେ। ସେଇ ଚିନ୍ତାଧାରାରେ ମୁଁ ନିଜେ ଲଢ଼ୁଛି। ଆଉ ଯାତ୍ରା ମୁଁ ଭାବୁଛି ସଫଳ ହେବ ଆଗାମୀ ଦିନରେ। ଯେଉଁ ବର୍ତ୍ତମାନ ଖରା ବଢ଼ୁଛି, ତାପ ବଢ଼ୁଛି, ଗଛ କେତେ ଉପକାରୀ? ଗଛ ଆମର ବହୁତ ଉପକାରୀ। ଆର ଜୀବନ ଗୋଟେ ଛୁଆ ଜନ୍ମ ହେଲା ଆରମ୍ଭରୁ ଆମର ମରଣ ପର୍ଯ୍ୟନ୍ତ ସବୁ କିଛିରେ ହିଁ ଆମେ ନିର୍ଭରଶୀଳ ଗଛ ଉପରେ। ଗଛ ଆମର ପ୍ରଶ୍ୱାସରେ, ନିଶ୍ୱାସ ପ୍ରଶ୍ୱାସରେ ଆମେ ଗ୍ରହଣ କରୁଛେ। ଏହା ପରିବେଶ ଓ ଜୀବଜଗତ ସାରା ବିଶ୍ୱ ପାଇଁ ଏହା ଆବଶ୍ୟକ। ଏହା ଏକ ଅମୂଲ୍ୟ ଅବଦାନ ପ୍ରକୃତିର ପରିବେଶ ସହିତ। ଏହାକୁ ଆମେ ଯତ୍ନ ସହିତ ରଖିବା ଆମର କର୍ତ୍ତବ୍ୟ। ମା ଯେମିତି ଗଛଟି ସେମିତି କ'ଣ କହିବେ? ଯେମିତି ଆମେ ଜଣେ ଗୋଟେ ଛୁଆଟି ଜନ୍ମ ହେଲେ ତାଙ୍କ ମା ମରିଗଲେ ଅନାଥ ଯେମିତି କହୁଛୁ, ମାନେ ତାର କି ଭରସା ଗୋଟେ ଭରସା ନାହିଁ, ସେମିତି ଆମେ ଯେମିତି ପ୍ରକୃତିରେ ବଞ୍ଚିବାକୁ ହେଲେ ଆମ ଭରସା ହେଉଛି